କେଉଁଟିଏ ବର୍ଷା ଥିଲା ଦିନ ଯାକ ତ ଖରା ହେଲା ସନ୍ଧ୍ୟାବେଳୁ କୋରିଲା। ଆଉ ସନ୍ଧ୍ୟାବେଳୁ କୋରିଲା ବର୍ଷାକୁ ଦେଖି ଆମେ ଭାବିଲୁ ଆଜି ଯାଇପାରିବାନି। ଆଉ ବର୍ଷା ତ ହେଉଛି କେମିତି ଯିବା ଆଉ ସମସ୍ତେ। ତ ଦେଖିଲା ବେଳକୁ ଅଧଘଣ୍ଟା 45 ମିନିଟ୍ ଅପେକ୍ଷା କରି ଅପେକ୍ଷାର ଅନ୍ତ ଘଟିଲା। ବର୍ଷାଟି ଛାଡ଼ିଗଲା। ଆମେ ଯାଇ ଠିକଣା ସ୍ଥାନରେ ପହଞ୍ଚିଗଲୁ ସମସ୍ତେ। ଆଜି ଥିଲା ଗୋଟେ ସାଙ୍ଗ ପୁଅର ଜନ୍ମଦିନ ଥିଲା। ଜନ୍ମଦିନ ଯେହେତୁ ଥିଲା ଆମକୁ ସମସ୍ତଙ୍କୁ କହିଥିଲେ, ଆମେ ସମସ୍ତେ ଯାଇଥିଲୁ ହେରି। ଆଉ କି ଏପର୍ଯ୍ୟନ୍ତ କେକ୍ କଟିଂ ହେଇନି। ଆଉ ଏତିକି ଖାଦ୍ୟ ପଦାର୍ଥ ଥିଲା। ଷ୍ଟାର୍ଟରରେ ଥିଲା ଆଇସ୍କ୍ରିମ୍ ତ ଗୁପଚୁପ୍। ତ ଏଇଠି ଆଉ ଛୁଆମାନଙ୍କର ଗୋଟେ ଖୁସି କ'ଣ, ଜନ୍ମଦିନରେ କେକ୍ କଟା ହେବ। ଯାହା ମନ ତାହା ହେଉ, ଛୁଆମାନେ କେକ୍ ଟିକେ କାଟିଦେଲେ ଖାଇଦେଲେ ତାଙ୍କ ମନ ବହୁତ ଖୁସି ହେଇଯାଏ। ଆଉ ଏଇଠି ଛୁଆମାନେ ସବୁ ପୁଅ ସବୁ କେକ୍ କାଟୁଛି। ଆଉ ତା ବାବା ତା ମାମା ସମସ୍ତେ ଏଇଠି ଠିଆ ହେଇଛନ୍ତି। ସମସ୍ତେ ବହୁତ ଲୋକ ଆସିଥିଲେ। ପିଲାମାନେ ବହୁତ ମଜାମସ୍ତି କଲେ, ଆମେ ମଧ୍ୟ ବହୁତ ମଜାମସ୍ତି କଲୁ ଏଇଠି। ଆଉ ଆଜି ଖାଇବାରେ ହେଇଯାଇଥିଲା ପଲାଉଟା ହେଇଥିଲା, ତାପରେ ଡାଲିଟା ହେଇଥିଲା, ତାପରେ ପୁରୀ ଆଉ ମିକ୍ସ ପୋଟଳ ପନିର ଗୋଟେ ଏମିତି ହେଇଥିଲା, ଛତୁ ଗୋଟେ ହେଇଥିଲା, ଏମିତି ହେଇ ଖଟା ଟିକେ, ତାପରେ ପାମ୍ପଡ଼ ଆଉ ଏମିତି ସବୁ ହେଇଥିଲା। ଆଉ କ୍ଷୀରି, ଆଇସ୍କ୍ରିମ୍, ଗୁପଚୁପ୍ ଏତିକି, ଆଉ କୋଲ୍ଡ ଡ୍ରିଙ୍କ ହେଇଥିଲା। ତାପରେ ଏତିକି ଆମେ ସମସ୍ତେ ଏଇଠି ଖାଇବା ପିଇବା ସାଙ୍ଗସାଥିରେ ସବୁ ଖାଇବା ପିଇବା ଚାଲିଛି। ଆଉ ସେମାନେ କୁହନ୍ତି କ୍ୟାମେରାଟା ଭଲରେ ବୁଲ, ଆମେ ଖାଇବୁ। ଆଉ ସମସ୍ତେ ଭିଡ଼ିଓ ହେଉଛି ତ ସମସ୍ତେ ଖୁସି ଭିଡ଼ିଓ କରିବା ପାଇଁ, ଆଉ ଭିଡ଼ିଓରେ ସମସ୍ତେ ଆସିବା ପାଇଁ। ଏତିକି ମୋତେ ବହୁତ ବଢ଼ିଆ ଲାଗିଲା, କାହିଁକିନା ଭିଡ଼ିଓରେ ସମସ୍ତେ ଆସିବା ପାଇଁ ଖୁସି। ତ ଏଇଠି ଏନ୍ଜୟ କରୁଛୁ, ରଖୁଛି ସାଙ୍ଗ।